ବାରତା ଆସିଛି ଆଜି। ଶୁଣ ଭାଇ ଏ ଭଉଣୀ, ନିରାଶାରେ ଅଛ କି ଆଜି? ତେବେ ଶୁଣ ଏ ଭାଇ, ଶୁଭ ବାରତା ଆସିଛି ଆଜି। ସରଗର ଏ ବାରତା, ପ୍ରେମର ବାରତା, ସତ୍ୟମୁଖୀର ବାରତା, ପରିତ୍ରାଣର କଥା। ଶୁଭ ବାରତା ଆସିଛି ଆଜି। প্রিয় শ্ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ପବିତ୍ର ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 5 ଅଧ୍ୟାୟର 28 ପଦରେ ଆମେ ଏହିପରି ପାଠ କରୁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି କୌଣସି ସ୍ତ୍ରୀ ପ୍ରତି କାମ ଭାବରେ ଦୃଷ୍ଟିପାତ କରେ, ସେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର କଲାଣି। ବିବାହ ଈଶ୍ୱରଙ୍କ ଦ୍ୱାରା ସ୍ଥାପିତ ଜଣେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଏକ ପବିତ୍ର ସାମାଜିକ, ଆତ୍ମିକ, ବ୍ୟବହାରିକ ଏବଂ ଶାରୀରିକ ସମ୍ବନ୍ଧ ଅଟେ। ବ୍ୟଭିଚାରର ଅର୍ଥ ବିବାହର ବାହାରେ ଶାରୀରିକ ସମ୍ପର୍କ ସ୍ଥାପନ କରିବା, ଅର୍ଥାତ୍ ଈଶ୍ୱରଙ୍କ ଆତ୍ମିକ, ମନୁଷ୍ୟର ସାମାଜିକ, ଜଣେ ବ୍ୟକ୍ତିର ବିବେକ ସମ୍ବନ୍ଧୀୟ ନିୟମ ବିରୁଦ୍ଧରେ ବ୍ୟଭିଚାର ଏକ ଭୟାନକ ପାପ ଅଟେ। ବ୍ୟଭିଚାର ମନୁଷ୍ୟର ହୃଦୟ ସହିତ ଜଡ଼ିତ ହୋଇଥାଏ। ପ୍ରଭୁ ଯୀଶୁଖ୍ରୀଷ୍ଟ ଏଠାରେ କହନ୍ତି, ଯେ କେହି କୌଣସି ସ୍ତ୍ରୀ ପ୍ରତି କୁଦୃଷ୍ଟି ପକାଏ, ସେ ତାହା ସଙ୍ଗେ ନିଜର ମନରେ ବ୍ୟଭିଚାର କରିଛି। ହୃଦୟରୁ ଉତ୍ପନ୍ନ ମନ୍ଦ ଅଭିଳାଷ ଅନୁସାରେ ଜଣେ ବ୍ୟକ୍ତି ପ୍ରୟାସ କରେ ଯେ ସୁଯୋଗ ପାଇ ନିଜ ମନର ଅଭିଳାଷକୁ କ୍ରିୟାତ୍ମକ ରୂପେ ବ୍ୟବହାର କରି ପାପ କରିପାରେ। ପାପର ପରିଣାମ ଈଶ୍ୱରଙ୍କ ଠାରୁ ପୃଥକ ହେବା ତଥା ଚିରକାଳ ନିମନ୍ତେ ନରକ ଦଣ୍ଡ ଭୋଗ କରିବା ଅଟେ। ମନୁଷ୍ୟକୁ ଏହି ଦଣ୍ଡରୁ ରକ୍ଷା କରିବା ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ ଦେହବନ୍ତ ହେଲେ, ପୁଣି ମନୁଷ୍ୟର ପାପର ଦଣ୍ଡ କ୍ରୁଶରେ ବହନ କଲେ, ମୃତ୍ୟୁ ଆସ୍ୱାଦନ କଲେ ଏବଂ ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ପାପ ଓ ପାପର ଦଣ୍ଡରୁ ମୁକ୍ତି ପାଇ ପରିତ୍ରାଣ ପାଇପାରେ, ପୁଣି ଈଶ୍ୱରଙ୍କର ଆଶୀର୍ବାଦର ପ୍ରାପ୍ତ ହୁଏ ତଥା ତାହା ଦ୍ୱାରା ଈଶ୍ୱରଙ୍କ ଆଶୀର୍ବାଦ ଏହି ଜଗତରେ ପ୍ରସାରିତ ହୋଇପାରେ। ଆପଣ ମଧ୍ୟ ତଦନୁରୂପେ କରିବେ। ଆପଣଙ୍କ ନିମନ୍ତେ ଈଶ୍ୱରଙ୍କ ନିକଟରେ ଆମର ଏହି ପ୍ରାର୍ଥନା।